ଆସନ୍ତୁ ଏକ୍ସପୋଜର ବିଷୟରେ ଆଲୋଚନା କରିବା। ପ୍ରଥମତଃ ଏକ ଭଲ ଫଟୋ ଉଠାଇବା ପାଇଁ ଆମ ସ୍ମାର୍ଟଫୋନ୍ କ୍ୟାମେରାର ଏକ୍ସପୋଜରକୁ ଧ୍ୟାନରେ ରଖିବା ଜରୁରୀ। ଏକ୍ସପୋଜର ତିନୋଟି ମୁଖ୍ୟ ଉପାଦାନ ଉପରେ ନିର୍ଭର କରେ, ଯେପରିକି ଆପର୍ଚର, ସଟର ସ୍ପିଡ୍ ଏବଂ ଆଇଏସ୍ଓ। ଏହି ତିନୋଟି ଉପାଦାନର ମିଶ୍ରଣକୁ ଆମେ ଏକ୍ସପୋଜର କହିଥାଉ। ଆପର୍ଚର ଆପର୍ଚର ଏକ ଲେନ୍ସ ଖୋଲିବାକୁ ବୁଝାଏ, ମାନେ ଲେନ୍ସରେ ପହଞ୍ଚୁଥିବା ଆଲୋକର ପରିମାଣ ଆପର୍ଚର ଉପରେ ନିର୍ଭର କରିଥାଏ। ମାନେ ଯେଉଁ ଗଭୀରରୁ ଆଲୋକ ଲେନ୍ସ ଉପରେ ପଡ଼ିଥାଏ, ସେହି ଗାତର ଉଦ୍ଘାଟନ ହେଉଛି ଆପର୍ଚର। ଆମେ ଏହି ଆପର୍ଚରକୁ ମୂଲ୍ୟ ସହିତ ମାପ କରିଥାଉ, ଯେମିତିକି 1.8, 2.8, 3.5 ଏବଂ 5.6 ଇତ୍ୟାଦି। ଏକ ବୃହତ୍ ସଂଖ୍ୟାଗତ ମୂଲ୍ୟ ଏକ ଛୋଟ ଉଦ୍ଘାଟନକୁ ସୂଚିତ କରେ। ଏହିପରି ଭାବରେ ମୂଲ୍ୟ ଯେତେ ଛୋଟ ହେବ, ଉଦ୍ଘାଟନ ସେତେ ବଡ଼ ହେବ। ଆପର୍ଚର ବିଷୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିବାକୁ ପଡ଼ିବ, ତାହା ହେଉଛି କ୍ଷେତ୍ରର ଗଭୀରତା। ଯେତେବେଳେ ଆପଣ କୌଣସି ନିର୍ଦ୍ଦିଷ୍ଟ ଆପର୍ଚର ସୁଟିଂ କରୁଛନ୍ତି କିମ୍ବା ଫୋକସ୍ କରୁଛନ୍ତି, ଫୋକସ୍ ହୋଇଥିବା ବିଷୟର ସାମ୍ନା ଏବଂ ପଛରେ ଥିବା ସ୍ଥାନକୁ ଆମେ କ୍ଷେତ୍ରର ଗଭୀରତା ବୋଲି କହିଥାଉ। ଆପର୍ଚର ସଂଖ୍ୟା ସହିତ କ୍ଷେତ୍ରର ଗଭୀରତା ଆନୁପାତିକ ଭାବରେ ବୃଦ୍ଧି ପାଇଥାଏ। ଅର୍ଥାତ୍ ଆପର୍ଚର ସଂଖ୍ୟା ବଢ଼ିବା ସହିତ କ୍ଷେତ୍ରର ଗଭୀରତା ମଧ୍ୟ ବୃଦ୍ଧି ପାଇଥାଏ। ଅପରପକ୍ଷେ ଆପର୍ଚର ସଂଖ୍ୟା କମିବା ସହିତ କ୍ଷେତ୍ରର ଗଭୀରତା ହ୍ରାସ ପାଇଥାଏ। ପୁଣି ତାର ଓଲଟାଟା, କ୍ଷେତ୍ରର ଗଭୀରତା କମିଗଲେ ଆପର୍ଚର ନମ୍ବର ବଢ଼ିଥାଏ। ଯେତେବେଳେ ଆପର୍ଚର ସଂଖ୍ୟା 1.8 ଏହିଭଳି କମ୍ ହେଇଥାଏ, ସେତେବେଳେ ଲେନ୍ସର ଖୋଲିବା କିମ୍ବା ଗଭୀର ସବୁଠାରୁ ବଡ଼ ହେଇଥାଏ, ଯାହାଦ୍ୱାରା କ୍ୟାମେରା ଭିତରକୁ ଅଧିକ ଆଲୋକ ପ୍ରବେଶ କରିଥାଏ। ଯେତେବେଳେ ଗଭୀର ସବୁଠାରୁ ବଡ଼ ହୋଇଥାଏ, ଅର୍ଥାତ୍ କ୍ଷେତ୍ରର ଗଭୀରତା କମ୍ ହୋଇଥାଏ, ଆଉ ଗଭୀରତା ଛୋଟ ହେବା ସହିତ କ୍ଷେତ୍ରର ଗଭୀରତା ସେହି ଅନୁଯାୟୀ ବୃଦ୍ଧି ପାଇଥାଏ। ଏବଂ ଏହି ଛିଦ୍ରଟା ଯେତେ ଛୋଟ ହେଇ ଚାଲିବ, ସେହି ଭାବରେ କ୍ଷେତ୍ରର ଗଭୀରତା ବଢ଼ି ବଢ଼ି ଚାଲିଥାଏ। ଅର୍ଥାତ୍ ଯଦି ଆପଣ ଏକ ପୋର୍ଟ୍ରେଟ୍ କ୍ଲିକ୍ କରିବାକୁ ଚାହୁଁଛନ୍ତି ଏବଂ ବ୍ୟକ୍ତିଙ୍କ ପଛରେ ଥିବା ପୃଷ୍ଠଭୂମିକୁ ଅସ୍ପଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏକ ଛୋଟ ଆପର୍ଚର ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଏବଂ ଯଦି ଆପଣ କ୍ଷେତ୍ରର ଅଧିକ ଗଭୀରତା ଚାହୁଁଛନ୍ତି କିମ୍ବା ପୃଷ୍ଠଭୂମି ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି, ଯେପରିକି ପୃଷ୍ଠଭୂମି ଉପରେ ଅସୀମ ଧ୍ୟାନ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆପର୍ଚର ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ, ଅର୍ଥାତ୍ ଲେନ୍ସ ଖୋଲିବା ବା ହ୍ରାସ କରିବା। ଯେମିତି ସେନ୍ସରରେ ଥିବା ଆଲୋକ ଆପର୍ଚର ଉପରେ ନିର୍ଭର କରେ, ଠିକ୍ ସେହିପରି ସଟର ସ୍ପିଡ୍ ଆଲୋକର ଗତିପଥକୁ ନିର୍ଦ୍ଧାରଣ କରିଥାଏ। ମାନେ ସେନ୍ସର ଉପରେ କେତେ ସମୟ ପର୍ଯ୍ୟନ୍ତ ଆଲୋକ ପଡ଼ିଥାଏ, ତାହା ସଟର ସ୍ପିଡ୍ ନିର୍ଦ୍ଧାରଣ କରିଥାଏ। ଆମେ 1ର ଅଂଶ ବ୍ୟବହାର କରି ସଟର ବେଗ ମାପ କରିଥାଉ, ଅର୍ଥାତ୍ 1/125 ବା 1/250 କିମ୍ବା 1/500। ଏଗୁଡ଼ିକ ହେଉଛି ସଟର ବେଗର ମାପ। 1/125 ଭଳି ସଟର ସ୍ପିଡ୍ର ଅର୍ଥ ହେଉଛି ଗୋଟେ ସେକେଣ୍ଡରେ ସଟର 125ରୁ 1 ଥର ଖୋଲା ରହିବ। ଆସନ୍ତୁ ଜାଣିବା ଆଇଏସ୍ଓ ବିଷୟରେ। ଆଇଏସ୍ଓ ହେଲା ଆପଣଙ୍କ କ୍ୟାମେରାର ସେନ୍ସର କିମ୍ବା ମୋବାଇଲ ଫୋନ୍ କ୍ୟାମେରାର ସେନ୍ସରର ସମ୍ବେଦନଶୀଳତା କିମ୍ବା ଲାଇଟ୍ ହୋଲ୍ଡିଂ କ୍ଷମତା, ମାନେ କେତେ ଆଲୋକ ନେଇପାରୁଛି ଆଉ କେତେଟା ଆଲୋକ ବିକିରଣ କରିପାରୁଛି, ସେଇଟା ଆଇଏସ୍ଓ ମାଧ୍ୟମରେ ମାପ କରାଯାଏ। ଯଦି କୌଣସି ପ୍ରଡକ୍ଟ ସୁଟିଂ ସମୟରେ ଲାଇଟିଂ କମ୍ ଥାଏ, ତେବେ ଆଇଏସ୍ଓ ବଢ଼ାଇ ଦିଅନ୍ତୁ। ଯଦି ପ୍ରଡକ୍ଟ ସୁଟିଂ କରିବା ସମୟରେ ଅଧିକ ଆଲୋକ ଥାଏ, ତେବେ ଆଇଏସ୍ଓକୁ କମାଇ ଦିଅନ୍ତୁ। ଏହାର ଅର୍ଥ ହେଉଛି କମ୍ ଆଲୋକ ପରିସ୍ଥିତିରେ ଆପଣ ଆଇଏସ୍ଓ ସଂଖ୍ୟା ବୃଦ୍ଧି କରନ୍ତି ଏବଂ ଉଚ୍ଚ ଆଲୋକ ପରିସ୍ଥିତିରେ ଆପଣ ଆଇଏସ୍ଓ ସଂଖ୍ୟା ହ୍ରାସ କରନ୍ତି। ଅର୍ଥାତ୍ ଆଇଏସ୍ଓ ସଂଖ୍ୟା ବଢ଼ାଇବା ଦ୍ୱାରା ସେନ୍ସରର ସମ୍ବେଦନଶୀଳତା ବୃଦ୍ଧି ପାଇବ ବୋଲି କୁହାଯାଉଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ଆମେ କମ୍ ଆଲୋକରେ ଆଇଏସ୍ଓ ବୃଦ୍ଧି କରିଥାଉ, ସେତେବେଳେ ଫଟୋରେ ଶବ୍ଦ ଦେଖାଯାଇପାରେ। ଅର୍ଥାତ୍ ଚିତ୍ରର ଛାୟା କିମ୍ବା ନିମ୍ନ ଆଲୋକ ଅଞ୍ଚଳରେ ଆପଣ ଛୋଟ ଶସ୍ୟ ପରି ଉପାଦାନ ଦେଖିପାରିବେ। ଏହାକୁ ଶବ୍ଦ କୁହାଯାଏ। ଏହି ଶବ୍ଦ ଆଇଏସ୍ଓ ଉପରେ ନିର୍ଭର କରେ। ଅର୍ଥାତ୍ ଆଇଏସ୍ଓ ବଢ଼ାଇବା ପରେ ଏହି ଶବ୍ଦ ମଧ୍ୟ ବୃଦ୍ଧି ପାଇବ। ଏହାକୁ ପରିଚାଳନା କରିବା ପାଇଁ ଆମେ ଆପାର୍ଚର ଏବଂ ସଟର ସ୍ପିଡ୍ ବ୍ୟବହାର କରି ଆଲୋକକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଆମକୁ ଆଇଏସ୍ଓକୁ 100 କିମ୍ବା 200 ମଧ୍ୟରେ କମ୍ ଏବଂ ସ୍ଥିର ସେଟିଂରେ ରଖିବାକୁ ସକ୍ଷମ କରୁଛୁ। ଯଦି ଆମେ ଆଇଏସ୍ଓକୁ 100 କିମ୍ବା 200 ମଧ୍ୟରେ ରଖିପାରିବା, ତେବେ ପ୍ରତ୍ୟେକ ମୋବାଇଲ କ୍ୟାମେରାରେ ଡିଜିଟାଲ ନଏଜ୍ ବା ଶବ୍ଦ ହେବାର ସମ୍ଭାବନା ବହୁତ କମିଯାଇଥାଏ। ଆଧୁନିକ ସ୍ମାର୍ଟଫୋନରେ ଅଧିକ ଆଇଏସ୍ଓ କ୍ଷମତା ଥିବା କ୍ୟାମେରା ରହିଥାଏ, ଯାହାଦ୍ୱାରା କମ୍ ଆଲୋକରେ ଭଲ ପ୍ରଦର୍ଶନ ମିଳିଥାଏ, କିନ୍ତୁ ଏହି ଡିଭାଇସ୍‌ଗୁଡ଼ିକର ଦାମ ଅଧିକ ହୋଇଥାଏ। ସ୍ୱାଭାବିକ ଭାବେ ଦାମ ଯେତେ ଅଧିକ ହେବ, ଗୁଣବତ୍ତା ସେତେ ଭଲ ହେବ। କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କ ପାଖରେ ଥିବା ମୋବାଇଲ କ୍ୟାମେରାରେ, ଆପଣଙ୍କ ପାଖରେ ଏବେ ଯେଉଁ ବ୍ୟବହାର କରୁଥିବା ମୋବାଇଲ ଖଣ୍ଡେ ଅଛି, ଆଉ ଯେଉଁଥିରେ କ୍ୟାମେରା ବି ଅଛି, ମାନେ ଯେଉଁ ମୋବାଇଲଟା ଆପଣ ବ୍ୟବହାର କରୁଛନ୍ତି, ସେଥିରେ ଆପଣ କେମିତି ଗୋଟେ ଭଲ ଗୁଣବତ୍ତାର ଫଟୋ ଉଠାଇ ପାରିବେ ଦେଖିବା। ଏହି କ୍ଷେତ୍ରରେ ଆମେ ସର୍ବଦା ଆଇଏସ୍ଓକୁ 100, 200 କିମ୍ବା 400 ମଧ୍ୟରେ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ। ଆସନ୍ତୁ ନଜର ପକାଇବା ଏହି କାର୍ଡ ଉପରେ। ଏହି କାର୍ଡ ଜରିଆରେ ଆମେ ଆଇଏସ୍ଓ ଏବଂ ସଟର ସ୍ପିଡ୍ ମଧ୍ୟରେ ଫରକ ବୁଝିବାକୁ ଯାଉଛୁ। ଆପଣ ଏହି କାର୍ଡର ଏକ ସ୍କ୍ରିନଶଟ୍ ନେଇ ଏହାକୁ ରଖିପାରିବେ ଆପଣଙ୍କ ପାଖରେ। ଏଠାରେ ଆପଣ ଆପାର୍ଚର, ସଟର ସ୍ପିଡ୍ ଏବଂ ଆଇଏସ୍ଓ ମଧ୍ୟରେ ପାର୍ଥକ୍ୟକୁ ସହଜରେ ବୁଝିପାରିବେ। ଏହି କାର୍ଡର ଶୀର୍ଷରେ ରହିଛି ଆପାର୍ଚର, ତାପରେ ସଟର ସ୍ପିଡ୍ ରହିଛି ଏବଂ ତଳଭାଗରେ ଆଇଏସ୍ଓ ରହିଛି। ପ୍ରଥମେ ଆମେ ଆପାର୍ଚର ଉପରେ ନଜର ପକାଇବୁ। ଆପାର୍ଚରର ବାମ ପାର୍ଶ୍ୱରେ ଏକ ଛୋଟ ଆପାର୍ଚର ଏବଂ ଡାହାଣ ପାର୍ଶ୍ୱରେ ଏକ ବଡ଼ ଆପାର୍ଚର ଅଛି। କ୍ଷୁଦ୍ର ଆପାର୍ଚରରେ ଆପଣ ପୃଷ୍ଠଭୂମିରେ ପାହାଡ଼ ଦେଖିପାରିବେ ଏବଂ ସମ୍ମୁଖ ଆକୃତି ସମାନ ଫୋକସରେ ଅଛି। ଏବଂ ଆପାର୍ଚର ଯେତେ ତଳକୁ, ପୃଷ୍ଠଭୂମିରେ ଥିବା ପାହାଡ଼ ସେତେ ଅଧିକ ଧୂଳିସାତ ହୋଇଯାଏ ଏବଂ ବାମ ପାର୍ଶ୍ୱରେ ଆପାର୍ଚର ସଂଖ୍ୟା ଯେତେ ଅଧିକ ହେବ, ପାହାଡ଼ ସେତେ ତୀବ୍ର ହେବ କିମ୍ବା କ୍ଷେତ୍ରର ଗଭୀରତା ବୃଦ୍ଧି ପାଉଛି। ଆମେ F32ରେ କ୍ଷେତ୍ରର ସର୍ବାଧିକ ଗଭୀରତା ପାଉଛୁ ଏବଂ F1.4ରେ ଆମେ କ୍ଷେତ୍ରର ସର୍ବନିମ୍ନ ଗଭୀରତା ପାଉଛୁ। ତାପରେ ଆମେ ସଟର ସ୍ପିଡ୍ ଉପରେ ନଜର ପକାଇବୁ। ଯେତେବେଳେ 1/100ରେ ସ୍ଥିର ହେବ, ଅର୍ଥାତ୍ ସଟର 1 ସେକେଣ୍ଡରେ 100ରୁ 1 ଥର ଖୋଲା ରହିବ, ବାମ ପାର୍ଶ୍ୱରେ ଦୌଡ଼ୁଥିବା ବ୍ୟକ୍ତିଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କଏଦ ହୋଇଯିବ ଏବଂ ଡାହାଣ ପାର୍ଶ୍ୱରେ, ଯେଉଁଠାରେ ସଟର ସ୍ପିଡ୍ 1/2, ଅର୍ଥାତ୍ ସଟର 1 ସେକେଣ୍ଡରେ 2ରୁ 1 ଥର ଖୋଲା ରହିବ, ମାନେ 2 ଭାଗରୁ ଭାଗେ ଖୋଲା ରହିବ, ଚାଲୁଥିବା ବ୍ୟକ୍ତି ସ୍ପଷ୍ଟ ଭାବରେ ଦେଖାଯାଉ ନାହିଁ, ଅର୍ଥାତ୍ ଏଠାରେ ଏକ ମୋସନ ବ୍ଲର ସୃଷ୍ଟି ହୋଇଛି। ଠିକ୍ ସେମିତି ଭାବରେ ଆମେ ଦେଖିବା ଯେ ଆଇଏସ୍ଓରେ କେମିତି ହୁଏ। ଆଇଏସ୍ଓ 50 କମ୍ ସମ୍ବେଦନଶୀଳତା ଏବଂ ଆଇଏସ୍ଓ 25600 ଉଚ୍ଚ ସମ୍ବେଦନଶୀଳ। 50 ଆଇଏସ୍ଓରେ ଆମେ ଦେଖିପାରିବା ଯେ ପୃଷ୍ଠଭୂମିରେ କୌଣସି ଧୂସର ଅଂଶ କିମ୍ବା ଶବ୍ଦ ନାହିଁ, ଅର୍ଥାତ୍ କୌଣସି ନଏଜ୍ ନାହିଁ, ଏବଂ ଆଇଏସ୍ଓ ବଢ଼ିବା ସହିତ ଧୂସର ଶସ୍ୟ ଭଳି ଉପାଦାନ ଦୃଶ୍ୟମାନ ହୁଏ। ଏହାର ଅର୍ଥ ଶବ୍ଦ ବା ନଏଜ୍ ବୃଦ୍ଧି ପାଉଛି। ଆଇଏସ୍ଓ 25600ରେ ଶବ୍ଦ ବହୁତ ଅଧିକ ଥିବା ଆପଣ ଦେଖିପାରିବେ। ଫଟୋ କ୍ଲିକ୍ କରିବା ସମୟରେ କେଉଁଠି, କେବେ ଏବଂ କେଉଁ ଫଟୋ ପାଇଁ ଆପାର୍ଚର, ସଟର ସ୍ପିଡ୍ ଏବଂ ଆଇଏସ୍ଓ ସେଟ୍ ହେବ। ଏବେ ଆମେ ଆଲୋକ ବିଷୟରେ କହିବୁ। ସିଧାସଳଖ ସୂର୍ଯ୍ୟକିରଣରେ ଫଟୋ କ୍ଲିକ୍ ନ କରିବା ପାଇଁ ଆମକୁ ସର୍ବଦା ମନେ ରଖିବାକୁ ପଡ଼ିବ, ଅର୍ଥାତ୍ କୌଣସି ଏକ ଝରକା ପାଖରେ
ଯେଉଁଠାରେ ଭଲ ସୂର୍ଯ୍ୟକିରଣ ପଡ଼ିଥାଏ, ଅର୍ଥାତ୍ ସିଧାସଳଖ ସୂର୍ଯ୍ୟକିରଣ ପଡ଼ିଥାଏ, ବରଂ ପ୍ରତିଫଳିତ ଆଲୋକ ଯେଉଁଠାରେ ଆସି ପଡ଼ୁଛି, ସେଠାରେ ଆମେ ଫଟୋ ଉଠାଇବାକୁ ଚେଷ୍ଟା କରିବା। ଏହାର କାରଣ ଉତ୍ପାଦ ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ିଲେ ଆଲୋକର ଅତ୍ୟଧିକ ପ୍ରତିଫଳନ ସୃଷ୍ଟି ହେବ, ଯାହା ସୁପାରିଶ କରାଯାଏ ନାହିଁ। ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ସର୍ବଦା ବହୁତ କଠୋର ଆଲୋକ ଉତ୍ପନ୍ନ କରେ, ଯେତେବେଳେ କି ପ୍ରତିଫଳିତ ଆଲୋକ ପ୍ରକୃତିରେ ନରମ ଅଟେ। ମୋଟାମୋଟି ସବୁ ସମୟରେ ପ୍ରତିଫଳିତ ଆଲୋକ ପ୍ରକୃତିରେ ନରମ, ଆଉ ସେଥିପାଇଁ ସବୁବେଳେ ଆମେ ସୂର୍ଯ୍ୟକିରଣର ପ୍ରତିଫଳିତ ଆଲୋକରେ ଫଟୋ ଉଠାଇବାକୁ ଚେଷ୍ଟା କରିବା ଉଚିତ। ଏବଂ ଯଦି ପ୍ରତିଫଳିତ ଆଲୋକ ଉତ୍ପାଦର ଡାହାଣ ପାର୍ଶ୍ୱରେ ଥାଏ, ଆଉ ଯଦି ବାମ ପାର୍ଶ୍ୱରେ ଛାୟା ବଢ଼ିଯାଏ, ତେବେ ଆମେ ଏକ ଧଳା ଗାର୍ଡ ବ୍ୟବହାର କରିପାରିବା, ଯାହାକୁ ରିଫ୍ଲେକ୍ଟର କୁହାଯାଏ। ଯେତେବେଳେ ମୁଁ ପରବର୍ତ୍ତୀ ସମୟରେ ଏକ ବ୍ୟବହାରିକ ପ୍ରଦର୍ଶନ ପ୍ରଦାନ କରିବି, ମୁଁ ରିଫ୍ଲେକ୍ଟର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବି।